गौरव किछि मो जीवन रे तो अनेक साक्ष्य अछि केवल କିଛି ସାକ୍ଷ୍ୟ ରଖିବା ପାଇଁ ପ୍ରଭୁ ହିଁ ମତେ କଥା କହିଲେ। ତାହେଲେ ମତେ ପ୍ରଭୁଙ୍କ ନାମରେ କୋଟି କୋଟି ଧନ୍ୟବାଦ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ ଆନ୍ତରିକ ନମସ୍କାର ଜଣାଉଛି। ପ୍ରଭୁ ମତେ ବର୍ଷ ସାରା ଜୀବିତ କରି ରଖିଲେ। ତାହେଲେ ମତେ ଛୋଟିଆ ସାକ୍ଷ୍ୟ ଦେବା ପାଇଁ ଅନୁରୋଧ ଦେଇଥିଲେ। ଦିଦିକୁ ଧନ୍ୟବାଦ। ମୋର ଗାଁ ହଉଛି ନବରଙ୍ଗପୁର ଜିଲ୍ଲା। ନବରଙ୍ଗପୁରରୁ 60 କିଲୋମିଟର ଦୂରରେ ମୁଇଁ ଅଛି। ମୁଇଁ ମାତାର ଗର୍ଭରୁ ଖଞ୍ଜା ଲୋକ। ମୁଇଁ ଚାଲି ପାରିବି ନାହିଁ, କିନ୍ତୁ ମୁଇଁ ଆଣ୍ଠୁରେ ହାତରେ ଚାଲୁଛି। ମା ବାପା ତ ସମସ୍ତଙ୍କର ନାଇଁ, ମୋର ଆକା ବୋଲି କିଛି ନାହିଁ। ଆଜି ଅନେକ ଲୋକର ମା ବାପା ବି ନାହିଁ। ମୋର ତ ଛୋଟ ବେଳରୁ ମୋର ମା ନାହିଁ, ବାପା ନାହିଁ। ଆମର ଦାଦା ଖୁଡି ଆଣିକରି ମତେ ସାନ ବେଳୁ ଆମେ 3 ଭଉଣୀ 1 ଭାଇ। ମୁଇଁ 3 ନମ୍ବର। ତାପରେ ମୋର ପଛର ଭାଇ ଅଛନ୍ତି। ମୋର ଭାଇକୁ ମା ପ୍ରେଗନେଣ୍ଟ ଥିଲେ 3 ମାସ। ଆମର ବାପା ଗାଡି ଆକ୍ସିଡେଣ୍ଟ ହେଲା ଜୟପୁରରେ। ତା ନିମନ୍ତେ ମୋର ପରିବାର, ମୋର ଭଉଣୀ, ମୋର ଭାଇ, ଯେତେ ପରିବାର ଅଛନ୍ତି ସମସ୍ତ ଲୋକ ବିଜାତି ପରିବାର। ପ୍ରଭୁ ବିଷୟ କିଛି ବି ଜାଣି ନାହାନ୍ତି। ମୁଇଁ ବି ତ ବିଜାତିରେ ଥିଲି। ତା ନିମନ୍ତେ 2020 ଚାଲିଥିଲା। ଆରେ ମୁଇଁ ପ୍ରଭୁକୁ ପାଇଛି। ପ୍ରଭୁ ପାଖରେ ବିଶ୍ୱାସ କଲି। ମୁଇଁ ମିଶା କିଛି ଜାଣିନଥିଲି। ଏମିତି ମୋର ଭାଗ୍ୟରେ କେମିତି ହିଁ ପ୍ରଭୁ କଥା କହିଲେ, ମୋ ଚାଳନା ଦେଲେ। ତା ନିମନ୍ତେ ପ୍ରଭୁ ପାଖରେ ଗଲି। ପ୍ରଭୁ ପାଖରେ ନ ଯିବା ପୂର୍ବରୁ ମୋ ଦାଦା ଖୁଡି ଥିଲେ, ମତେ କିଛି ଅଭାବ ହଉନଥିଲା। ପରେ ତାଙ୍କେ ବି 2010ରେ ତାଙ୍କେ ବି ଚାଲିଗଲାରୁ ହେଲେ ମୋର ପଛର ଭାଇ ସହିତ ମୁଇଁ ଥିଲି। ସେ ଏଇ ଆଡେ ସିଆଡେ ଆଣିଦେଲେ ବୋଲେ ମୁଇଁ ରୋଷେଇ କରିଦଉଥିଲି। ଆମେ 2 ଭାଇ ଭଉଣୀ ଥିଲୁ। ତାପରେ ମ୍ୟାରେଜ ହେଲା ମୋର ଭାଇ। ଲଭ ମ୍ୟାରେଜ କଲା। ତାକୁ ଆମକୁ କିଏ ଅଛନ୍ତି ଯେ ତାଙ୍କୁ ମ୍ୟାରେଜ କରିକି ଆଣିଦେବେ। ନିଜେ ଆକା ସେ ମୁଇଁ ଆକା କହିଲି ନାଇଁ ଭାଇ, ସେମିତି ରହିବା କିଆ 2 ଭାଇ ଭଉଣୀ। ମୁଇଁ ତ ପାଣି ଆଣି ପାରିବି ନାହିଁ, କପଡା ଧୋଇ ଦେଇ ପାରିବି ନାହିଁ, ତୋର ସେବା ମୁଇଁ କରିପାରିବି ନାହିଁ। ଘର ଅଛି, ଘରର କାମ ବି ମୁଇଁ ସେତେ କରିପାରିବି ନାହିଁ। ମୋର ତ ଏମିତି ଶରୀର ଦେଖୁଛୁ। ହଉ ବୋଲି ସେ ଆଣିଲା। ଯେମିତି ଆଣିଲା ସେମିତି ସେ ଆମର ବୋଉ କହିଲେ ମୁଇଁ ତାଙ୍କର ସେବା କରିବି ନାହିଁ ବୋଲିକରି ଗୋଟେ ସପ୍ତାହ ହେଇଥିଲା ଆରେ ତାଙ୍କର ସେବା ମୁଇଁ କରିବି ନାହିଁ ବୋଲି ସ୍ୱାମୀ ସ୍ତ୍ରୀ କଥା ହେଲେ। ତାପରେ ଆମର ନିଜେ ହିଁ ତାଙ୍କେ ଶୋଇଥିଲେ। ରାତି 12ଟା ବେଳେ ଭଡା ଘରେ ପଳାଇଲେ। ନାଇଁ ଆମେ ତ ରହିଲା ଜାଗାରେ ରହିବୁ ନାହିଁ ବୋଲିକରି ମୋର ଭାଇ କହିଲା, ଆମର ଭାଉଜ କହିଲା। ତାପରେ କୁଆଡେ ଗଲେ ବୋଲି ସକାଳେ ଦେଖି କିଏ ନାହାନ୍ତି। ସେତିକି ଟାଇମରେ ଆମର କିଛି ବି ମାଇଣ୍ଡ ନଥିଲା। ଯେମିତି କି ସିଏ ତ ଆମର ଭାଇ ଥିଲେ, ଆମର କାକା ଥିଲେ, ଇଆଡର ସିଆଡର ଆଣିଦେଲେ। ସବୁ କିଛି ଚଳଉଥିଲେ, କିଛି ବି ଟେନସନ ନଥିଲା। ହେଲେ ସେ ତାର ସ୍ତ୍ରୀ କଥା ଧରି କରି ମତେ ଛାଡିକରି ପଳେଇଲା। ସାଇର ଲୋକମାନେ କେତେ କହିଲେ ତୋର ଭଉଣୀ ଏମିତି ଲୋକକୁ ତୁ ଛାଡି କରି ପଳାଉଛୁ। ସାନ ବେଲରୁ କେତେ ସୁନ୍ଦର ହେଇକରି ବଢଲ। ତମ ଦାଦା ଖୁଡି ଥିଲା ପାଇଁ ଏବେ ତାର କିଏ ନାହିଁ ବୋଲି କରି ତମେ ଛାଡି କରି ପଳାଇଲ କି ବୋଲିକରି କହିଲେ। ନାଇଁ, ତାର ରହିଲା ଜାଗାରେ ମୁଇଁ ରହିବି ନାହିଁ। ସେ ଯେତେବେଳେ ତାର ଲାଶ ବାହାରିଲେ ଏକା ମୁଇଁ ତାର ଜାଗାରେ ଯିବି ବୋଲିକରି ଆମର ଭାଇ କହିଲା। କେତେ ଲୋକ ଥିଲେ ଆରେ କହିଲା। ହଉ, ମୋର କି ଏମିତି ଗୋଟେ ଅଭାବ ମତେ ବେଶୀ କଷ୍ଟ ଲାଗେ। ଓହୋ ପ୍ରଭୁ, ମୁଇଁ କେମିତି ଏମିତି ମୋର ଭାଇ ନିଜର ଭାଇ କରି ମତେ ଏମିତି କହିଲା। ଗୋଟେ ବ୍ଲଡର ଲୋକ ସିନା ମତେ ଏମିତି ଭାବି କରି କହିଲା, ପ୍ରଭୁ ତମେ ଏକା ଅଛ ମୋର ସାଥିରେ। ଜାଗତିକ ମୋର ଜନ୍ମ କଲା ମା ବାପା ବି ତ କିଏ ନାହାନ୍ତି ବୋଲି ମତେ ବେଶୀ କଷ୍ଟ ଲାଗଲା। ପେନସନ ଭତ୍ତା ପଇସା ବି ମିଳିବାର ନାହିଁ, କିଛି ନାହିଁ। ତାପରେ 3 ଦିନ ଯାକ ବି ରୋଷେଇ କରଲି ନାହିଁ।
पर आमर खुड़ी आइला रे केंती हला माँ तांके पळाइले हय माँ पळाइले एंती एंती कहले आरे गोटा बियर खाइला मोर भाई आरे घंटे सकाळ पांते बेल आसला रे मते आम खुड़ी कर मत कहला ई घर तमे बाहरी जो तमर पाई बोली करी मोर ये हे जीव मु केते सुंदर मैरिज ହେଇଛି ତମର ପାଇଁ ବୋଲି ମୁଁ ତାଙ୍କର ସହିତ ମୁଁ ଦୂରେଇ ହେବି କି ମୁଁ ଦୂରେଇ ହେବି ନାହିଁ ତମେ ଜସି ନା ମୁଁ ତାକୁ ଛାଡ଼ିବି ନାହିଁ ବୋଲି କହିଲା ରହ ତମେ ତ ଖୁସିରେ କହିଦେଲେ ତ ଆମେ ଯିବୁ ଏମିତି ଏମିତି କରବାଟା ଠିକ ନାହିଁ ସେ ଅକ୍ରମଣୀୟ ଝିଅକୁ ସେମିତି କର ନାହିଁ ବାବୁ ବୋଲି କେତେ ବୁଝାଲା ସିନା ଆମର ଭାଇ ମତେ ବେଶୀ କ୍ରୋଧ ହେଲେ ଆଜିକୁ ହେଲାନି ଅନେକ ବର୍ଷ 13-14 ବର୍ଷ ହେଲାଣି ମୋର ରାସ୍ତାରେ ସେ ଆଇବ ନାହିଁ ତାଙ୍କର ପରିବାରକୁ ବି ଆଣିବେ ନାହିଁ ତାଙ୍କର ଛୋଟ ଛୋଟ ପୁଅ ଝିଅ ମାନେ ଅଛନ୍ତି ତାଙ୍କେ ଆଇଲେ ବୋଲେ ତାର ମା ବେଶୀ ଝଗଡା କରି ନେବ ହଉ ନିଅନ୍ତୁ ସେଦିନ ନିଅନ୍ତୁ ବୋଲିକରି ମୁଁ ଚୁପଚାପ ଦେଲି ଆମ ସାନ୍ଟା ବାବୁ କେତେ ତାର ମା ମାରି ମାରି ନେଲା ତାପରେ ମୁଁ ପ୍ରଭୁକୁ ଯେମିତି ପାଇଲି ସେମିତି ମତେ କେତେ ହାରି କ୍ରୋଧ ହେଲେ ମୋର आदिवासी घर गोटे आम दादा ना आसला सीटी मुई थी से घर को चपी देले भांगी देले सब भांगी देले आम भाई कहला से घर को भांगी दियो से जुआड़े जीव जाओ सीटी न थाऊ बोलारू भांगी देला आमर मामू घरे गोटे घर गोटे थिला सीटी रिपेयर करा ही नथिला किछि न होइथिला खाली एमती छाउनी आका थिला सीटी गलियारे गुण वर्ष रोषेई कर सेठी खाऊली पर प्रभु पाखरे गलारू मते अनेक लोक भी कहले तुई तोते माइंड नाई कि तोर परिवार को छाड़ी करी तुई विजाति परिवार को छाड़ तुई प्रभु पाखरे गलु जे इटा ठीक करलु नाई तुई मरले आमे छुईबु नाई आमे मरले तुई छुईबु नाई केड़े बड़ कथा कर देलु बोली कर सब हमर पड़िसार लोक कहले नाई सेंती किछि नाई प्रभु पाखरे मत विश्वास लागला मु गली आज मोर विश्वासी मोर घर परिवार मोर भाई तो मोर निजर भाई तो मत कहला तो तोर लाश बाहरले मु आसबी बोली मोर भौणी मन तो अन्य अन्य जगह रे अछंती तांके मते देखि पारबे कि तांकर पुओ झियो को देखबे मु सुनली प्रभु लोक मने बोलेंती घृणा करबे नाही प्रभु लोक मने काकू भी नीच देखबे नाही बोली करी मु किस्तान भितरे गली गली बोली करी समस्त लोक को कहली हेले भी मते केते लोक घृणा करले तापरे जो घर भांगी थिले सी घर रे आका आइली आसी करी ते तांबू गुटे ऊपरे कर देले से हमर पुत्रा पिला कर देले नाय मासी कुआडे जाय नाय से पुत्रा भी हमर दादार झियर पुआ कुआडे जा नाय मासी ठीक था मैं पैसा पत्र हेला बोल टेन छावनी कर देबे वर्षा मासरे केंती वर्षा हेबा रांदी खाइबा पाई तो रोषेई करी खाइबा पाई भी जागा नथिला सेतकी टाइम रे तापरे करेंट भी नथिला हमर पाखरे मोबाइल भी नथिला जे तांकर बाल्ब उजल आइबो बोली करी तो बाल्ब भी काढ़ी देले मुई संध्या बेले गोटोली एक रोषेई करिकिना खाइबार रे गोटे बुढ़ी पाखरे जीवार रे मुई सोबार सकाळ पाइले आसले मोर रोइबा घरे भर्ती पानी ही जाइथिबा हेले भर्ती पानी हेले मिसा मुई आसी करी जेंती कष्ट मस्ट रे भी आर सफा करबार सिठी आर रोषेई करिकिना एंती खाई रोइली तापरे प्रभु पाखरे जेंती गली प्रभुंकर नाम धन्यवाद हो प्रभु ही मुई प्रभु विषय भी जानी नथिली किछि ना एंती मुई जाई करी गुट लाज केंती कर मुई प्रार्थना करबी मुई तो किछि जानी नाही प्रभु तमे जानिच बोली करी प्रार्थना करबा फास्टिंग रखबा जाहो प्रभुंकर नाम रे धन्यवाद हो प्रभु पाखरे मुई जेंती गली सेंती मते समस्त विषय भी प्रभु मते सिखाइले आज कौनसी विषय भी मते अभाव करबा को देले नाही एंती बुद्धि देले ज्ञान देले तानी मनते हमर खुड़ी को जेंती गैस मिलला गोटे कार्ड रे गैस मिलला रो हमर दादा रो झियो कहला नाही
ତୋର ମା ବାପା କୁ ତ କିଛି ନାହିଁ, ରହିବା ପାଇଁ ସ୍ଥାନ ନାହିଁ। ତୋର ବାପା ମରିଗଲା ଜୟପୁରରେ, ତୋର ମା ମରିଗଲା ସୁନାବେଡାରେ, ତମକୁ ତ ରହିବା ପାଇଁ ବାସସ୍ଥାନ ଘର ବି ନାହିଁ। ଏଇଟା ମୋର ମାର ଗ୍ୟାସ୍ ହାଣ୍ଡି, ମୁଇଁ ଦେବି ନାହିଁ। ନାଇଁ ମତେ ଦରକାର ନାହିଁ, ମୁଇଁ ତ ମାଗୁ ନାହିଁ। ମୁଇଁ ତ ଦିଅ ବୋଲି ମୁଇଁ କିଛି କହୁ ନାହିଁ। ମୋରଟା ମୁଇଁ କରବି ବୋଲିକରି ତେ କାଠରେ ଆକା ରାନ୍ଧି କରି ଖାଇବାର। ପରେ ଏମିତି ଆସ୍ତେ ଆସ୍ତେ ପ୍ରଭୁ ମୁଇଁ ଏଇଭଳିଆ ପରିସ୍ଥିତି ଲୋକ, ତମେ ହିଁ ଆକ ମତେ ଜଗାଇବ, ମତେ ଜାଗତିକରେ କିଏ ନାହିଁ। ଏଇଭଳିଆ ପ୍ରାର୍ଥନା କରି କରି ତାପରେ ଗ୍ୟାସ୍ ହାଣ୍ଡି ହିଁ ପ୍ରଭୁ ହିଁ ମତେ ଗ୍ୟାସ୍ ହାଣ୍ଡି ବି ଜଗାଇଲେ, ଚୁଲି ବି ଜଗାଇଲେ, ବାସସ୍ଥାନ ଘର। ଆଜି ଅନ୍ୟ ଲୋକଟା ହେଲେ ମିଶା ଏ ଘର ସୁନ୍ଦର ଭାବରେ ଛାଉଣି ମିଳିଲା, ଭଲ 3ଟା ରୁମ୍ ମିଳିଲା, ପାଇପ୍ ମିଳିଲା। ପ୍ରଭୁଙ୍କ ନାମରେ କୋଟି କୋଟି ଧନ୍ୟବାଦ ହଉ। ପ୍ରଭୁକୁ ମୁଇଁ ଦିନ ରାତି ଗୋଟେ ଭାବନାରେ ଥିଲି, ପ୍ରଭୁ ପାଖରେ ନିବେଦନ କଲି। ତା ନିମନ୍ତେ ଏଇ ମୋବାଇଲ ବି ମତେ ମିଳିନଥାନ୍ତା, ଗୋଟେ ସାମାନ୍ୟ ମୋବାଇଲ ମତେ ମିଳିନଥାନ୍ତା। ଆଜି ମୁଁ ଜାଗତିକ ବିଷୟରେ ମୁଁ ଗୋଟେ ନିଚ ଲିକ, ପ୍ରଭୁ ହିଁ ମତେ ଯୋଗାଯୋଗ କରିଛନ୍ତି। ମୋବାଇଲ ବି ଗଲା ବର୍ଷରେ 14,000 ଟଙ୍କା ଦେଇକରି ପ୍ରଭୁ ହିଁ ମତେ ପଇସା ଯୋଗାଇଲେ। ମୁଇଁ କି ରୋଜଗାର କରି ଯାଇପାରିବି ନାହିଁ, କୁଆଡେ ବି ଯାଇପାରିବି ନାହିଁ। ଏଇ ପଇସା ପ୍ରଭୁ ହିଁ କଥା କହିଲାରୁ ଗୋଟେ କାମରେ ମୁଇଁ ଜଏନିଂ ହେଲି। ବସିକରି ସେଠି ଟ୍ରେନିଂ କରବା 3 ମାସ 5,500 ଲେଖା ହିଁ ଦେଲେ ପାଇଁ ଏ ମୋବାଇଲ ମୁଇଁ 7,000 ଗୋଟେ ସେକେଣ୍ଡ ଟା ବିକ୍ରି କରୁଥିଲେ। ହେଲେ ମା ଗୋଟେ ଜଣ ମତେ ବେଶୀ ହେଲ୍ପ କରିବେ, ତାଙ୍କୁ ମୁଁ କହିଥିଲି ନାଇଁ ତେ ମୋବାଇଲ ଗୋଟେ ମିଳିଲେ ବୋଲେ ମୁଇଁ ତ କୁଆଡେ ଚର୍ଚ୍ଚ କୁ ଯାଇପାରିବି ନାହିଁ। ମୁଇଁ ଯାଇଛି ପ୍ରଭୁ ପାଖରେ ସତ କଥା, ମାତ୍ର ଗିର୍ଜା ଘର ମୁଇଁ ଯାଇପାରିବି ନା। ମୁଁ କେମିତି କରି ଯିବି କି? ସପ୍ତାହକୁ ମତେ କୁଆଡୁ ପଇସା ମିଳିବ? ମୁଇଁ ଅଟୋରେ ଚଢି କରି ଯିବି, ଯାଇପାରିବି ନାହିଁ। କିନ୍ତୁ ମୁଁ ଆସ୍ତେ ଆସ୍ତେ ପେନସନ ପଇସା ମିଳିଲେ ଦେବି ମାମୁ, ମତେ ଗୋଟେ ମୋବାଇଲ ଠିକ କରିଦେଲା। ସେ ବାପଡା ମତେ ବେଶୀ ହେଲ୍ପ କରବ। ତାଙ୍କେ ଆକା ଏ ମୋବାଇଲ ସେଟିଂ କରିଦେଲେ। ତାଙ୍କର କେତେ ପଇସା ହେଲେ ତାଙ୍କର ହାତ ଟାଣ ଦେଲେ। ତାପରେ ନବରଙ୍ଗପୁର ମତେ ନେଲେ, ତାଙ୍କର ଗାଡିରେ ଆକା ନେଲେ। ସେ ଟ୍ରେନିଂ କରଲା, ପଇସା ମିଳି ନଥିଲା। ବର୍ଷା ମାସରେ ପରେ ସେ ଅଫିସରେ ଗଲୁ, ପଇସା କାଢି ଆଣିକରି ତାଙ୍କୁ ସବୁ ପଇସା ଦେଇଦେଲି। ହଉ ମା ତମର ଅଧା ରଖ ଆର୍ ଦିଅ, ପରେ ମତେ ଦେବ। ନାଇଁ ମାମୁ ମତେ ଆର କୁଆଡୁ ମିଳିବ ତା, ଏଇଟା କାର କିଛି ନାହିଁ, ନେଇଯାଉ ବୋଲି ଦେଲି। ତାପରେ ଅନଲାଇନ ବି ମୁଇଁ ଜାଣିନଥିଲି କି କେମିତି କରବାର, ଏଟା ବି ମୁଁ ଶିଖିନଥିଲି। ପ୍ରଭୁଙ୍କ ନାମରେ କୋଟି କୋଟି ଧନ୍ୟବାଦ। ପ୍ରଭୁ ମୁଁ କି ପ୍ରକାର ତମରି ସେବା କରିପାରିବି ବାପା, ମତେ ଆଜି ଶିଖାଅ। ଅନଲାଇନ ରେ ବି ମତେ କଥା କୁହ, ମୁଇଁ ଶିଖିବି, ଜାଣିବି ବୋଲାରୁ ପ୍ରଭୁ ମୋବାଇଲ ହିଁ ଦେଇଛନ୍ତି। ଆଉ ଅନେକ ପ୍ରଭୁଙ୍କର ଦାସ ଦାସୀ ସହିତ ମତେ ବ୍ୟବହାର କରୁଛନ୍ତି। ଆଜି ମୁଁ ଅନ୍ୟ ସ୍ଥାନରେ ରହି ମୋର ଘରୁ ବାହାରେ ନ ବାହାରି କରିବି ଯା, ମୁଁ ଅନେକ ପ୍ରଭୁଙ୍କର ଦାସ ଦାସୀ ସହିତ ତାଙ୍କର ହିଁ ସେବା ଶୁଣୁଛି। ପ୍ରତି ପ୍ରଭାତରେ ପ୍ରତି ରାତ୍ରରେ ପ୍ରଭୁଙ୍କର ନାମରେ ଧନ୍ୟବାଦ। ଆଜିରେ ଏଇ ଟାଇମରେ ବି ମୋର ଭାଇ ମୋର ଆଖିରେ ମୁଁ ଏଇ କଥା କହିବା କଥା ନୁହଁ, ମାତ୍ର କେବଳ କହୁଛି। ତାଙ୍କୁ ଅନେକ ପ୍ରକାର ଅଛି ସିନା, ସେ ଆଉ ଅନେକ ଲୋକ ବି କହୁଥିଲେ, ଏବ୍ରୁ ବି କହିବେ ତୋର ଭଉଣୀ ଗୋଟେ ଏମିତି ପରିସ୍ଥିତି ଲୋକକୁ ତୁଇ ତାକୁ ଦେଖୁନୁ, ଆରେ ତୁଇ କୋଟିପତି ଥିଲେ ବି ତୋର କିଛି ମୂଲ୍ୟ ନାହିଁ ବୋଲି କରି କହୁଛନ୍ତି। ତାଙ୍କର ମାତ୍ର ଏତେ ଏତେ ଧନ ସମ୍ପତ୍ତି ଅଛି ସିନା, କେବେ ବି ସ୍ଥିରରେ ରହୁନାହାନ୍ତି। ସଦା ସର୍ବଦା ତାଙ୍କର ଝଗଡା ଝାଟି ଚାଲୁଥିବ। ତା ନିମନ୍ତେ ପ୍ରଭୁଙ୍କର ଉଦ୍ଦେଶ୍ୟରେ, ପ୍ରଭୁଙ୍କର ଯୋଜନାରେ, ତାଙ୍କର ଇଚ୍ଛାରେ ପ୍ରଭୁ ମତେ ସୁନ୍ଦର ଭାବରେ ରଖିଛନ୍ତି। ପ୍ରଭୁଙ୍କର ନାମ ଧନ୍ୟବାଦ। ଆଉ ମୋର ଗୋଟେ ଅନୁରୋଧ ପ୍ରାର୍ଥନା, ମୋର ହ୍ୟାଣ୍ଡିକ୍ୟାପ ସାର୍ଟିଫିକେଟ ହେଲା ନାହିଁ। ଏଠି ବ୍ଲକରେ ମତେ ଡକାଇଥିଲେ, ସମସ୍ତ ଲୋକ ଡକାଇଥିଲେ, ଯାଇଥିଲୁ, ମାତ୍ର ପ୍ରଥମ ଦିନରେ ମୁଇଁ ଶୁଣି ନାହିଁ, ମୁଇଁ ଗଲି ନାହିଁ। ସେଦିନ କଲେକ୍ଟର ଆସିକିନା ହ୍ୟାଣ୍ଡିକ୍ୟାପ ସାର୍ଟିଫିକେଟ ଦେଲେ। ମୋରଟା ପୁରୁଣାଟା ଅଛି, ମୋ ଦାଦା କରିଦେଇଥିଲା, ଏବେ ଦିଆ ହେଇନାହିଁ। ସେଦିନ କହିଲେ ନାଇଁ ତୋର ସାର୍ଟିଫିକେଟ ନୂଆଟା କରିବାକୁ ପଡବ।
ताहले तमर पेंशन माने बढ़बो नाही हेले हबो नाही बोले से दिन रो मते बेसी टिके टेंशन लागुची कुआड़े जीवी केंती करबी के मोर लुक जागतिक लुक भी आज हेल्प करवा लुक नाही कि किछि अर्थर भी अभाव होची जेंति प्रभु मते अर्थ जगांतु लुक जगांतु जीवा आइबा पाई सर्टिफिकेट गोट मिलु तानी मते प्रार्थना करो एठी तो मिलबो नाही कोरापुट रे आका से डीएम सीडीएम माने चेकअप करिके सर्टिफिकेट देवे जेंति कि प्रभु मते सुजोग गोटे भला कर दियंतु ए साक्ष्य ए अनुरोध प्रार्थना एमते प्रभु को नाम रे गौरवान्वित हो आमेन। आमेन।